ଆଜି ଡୁଙ୍ଗରିପାଲି ବସ୍ଷ୍ଟାଣ୍ଡ ଆମ୍ବେଦକର ଛକଠାରେ ପହଞ୍ଚିଥିଲା ସମ୍ବିଧାନ ସଚେତନତା ରଥ। ଏହାକୁ ସ୍ୱାଗତ କରି ଏକ ସଚେତନତା କାର୍ଯ୍ୟକ୍ରମ ଆମ୍ବେଦକର ଛକଠାରେ ଅନୁଷ୍ଠିତ ହୋଇଥିଲା। ଏହି ରଥ ସମଗ୍ର ପଶ୍ଚିମ ଓଡ଼ିଶା ବୁଲିବାର କାର୍ଯ୍ୟକ୍ରମ ରହିଛି। ଡୁଙ୍ଗରିପାଲି ବ୍ଲକ ଲକ୍ଷେଘର ଗଣ୍ଡା ସମାଜର କାର୍ଯ୍ୟକାରୀ ସଭାପତି ଧୀମାନ କୃଷ୍ଣ ଚନ୍ଦ୍ର ବାଘ, ସୁବର୍ଣ୍ଣପୁର ଜିଲ୍ଲାର ବାମସେଫ କୋର୍ଡିନେଟର ଧୀମାନ ଖଗେଶ୍ୱର କୁମ୍ଭାର, ସୁବର୍ଣ୍ଣପୁର ଜିଲ୍ଲାର ଲକ୍ଷେଘର ଗଣ୍ଡା ସମାଜର କାର୍ଯ୍ୟକାରୀ ସଭାପତି ଧୀମାନ ଲକ୍ଷ୍ମଣ ଭରସାଗର, ଗରିବ ବାଘ, ଭଗୀରଥୀ ବାଘ, ରାଜକିଶୋର ତାଣ୍ଡି, ଗଙ୍ଗାଧର ଖମାରୀ, ବାଲକୃଷ୍ଣ ଦଣ୍ଡସେନା, ଏସ୍ଏସ୍ଏ ସମ୍ବିଧାନ ସଚେତନତା ଅଭିଯାନ 2025 ରଥର ପ୍ରଚାରକ ଥିଲେ ପଙ୍କଜ ବାଘ, ଲିଙ୍ଗରାଜ ଆଜାଦ ଉପସଭାପତି ଏବଂ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ପାଇକ, ସୁରେନ୍ଦ୍ର ସୁନା। ସହଯୋଗ କରିଥିଲେ ରିଙ୍କୁ ବାଘ, ଉପେନ୍ଦ୍ର କୁମ୍ଭାର, ଦିଲ୍ଲୀପ ତାଣ୍ଡି, ଅଶୋକ କୁମାର ନାୟକ, ପବିତ୍ର ନାଗ, ବଳଦେବ କାନ୍ଧେର, ନୀଲମଣି ବାଘ, କୋଚା ତାଣ୍ଡି।